जिंदाबाद 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 पूर्ण हो पूर्ण हो पूर्ण हो पूर्ण हो আমার দাবি পূরণ হও पूर्ण हो पूर्ण हो চন্দ্রকান্ত পটনায়ক হায় হায় हाय 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 চন্দ্রকান্ত পটনায়ক হায় হায় हाय 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 চন্দ্রকান্ত পটনায়ক হায় হায় हाय 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 ভাই মানে দীর্ঘ দিন ধরে আমি এই কোম্পানিরে কাম করি আসু হেলে আজিকালি তো কেউ ভায়া খরচ হচ্ছে ঘরে আপনার সমস্তে জাঁপারে আমକୁ প্রতি মাসরে টঙ্কার প্রলোভন দেখাই প্রতি মাস পরে মাস আমକୁ বিতাই চালিছে কিন্তু আমার দরমা এ পর্যন্ত সে কৌশি টঙ্কা বি বৃদ্ধি করে পারুনি আজি আমি এইথিপাই রাজরাস্তাকে ওহ্লাই আসিছে যে পর্যন্ত আমার দরমা টঙ্কা ন বড়িছি বাকি থিবা দরমা টঙ্কা বোনস গ্রাজুয়েট সবু যেমিতি আমକୁ মিলে তেণু যে পর্যন্ত চন্দ্রকান্ত পটনায়ক এ রাজরাস্তাকে ওহ্লাই ন আসিছি সেই পর্যন্ত এ রাজরাস্তারে আমার আন্দোলন আমার জারি রহিথিব जारी रहिबो আপন মানে কোন কହୁଛନ୍ତି जारी रहिबो ମୋ କଥାରେ ସମସ୍ତେ ଏକମତ ତ ତାହେଲେ ଠିକ ଅଛି ଚନ୍ଦ୍ରକାନ୍ତ ପଟ୍ଟନାୟକ ଏ ରାଜରାସ୍ତାକୁ ଓହ୍ଲାଇବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହୁ ଶ୍ରମିକ ୟୁନିୟନ ଜିନ୍ଦାବାଦ जिंदाबाद जिंदाबाद ଶ୍ରମିକ ୟୁନିୟନ ଜିନ୍ଦାବାଦ जिंदाबाद जिंदाबाद ଶ୍ରମିକ ୟୁନିୟନ ଜିନ୍ଦାବାଦ जिंदाबाद जिंदाबाद ଆମର ଦାବି ପୂରଣ ହଉ पूर्ण हो पूर्ण हो ଆମର ଦାବି ପୂରଣ ହଉ पूर्ण हो ଆମର ଦାବି ପୂରଣ ହଉ पूर्ण हो ଚନ୍ଦ୍ରକାନ୍ତ ପଟ୍ଟନାୟକ ହାୟ ହାୟ हाय 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 ଏ ଚନ୍ଦ୍ରକାନ୍ତ ପଟ୍ଟନାୟକ ହାୟ ହାୟ हाय 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 চন্দ্রকান্ত পটনায়ক হায় হায় हाय 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 ঠিক আছে ভাই মানে চলন্তু বর্তমান অফিস সামনে না আমি বসিবা ସମସ୍ତେ ଗୋଟେ ଗୋଟେ ନମକ ହାରାମ ଚାକିରି ଖଣ୍ଡେ କରିବା ପାଇଁ ଗୋଡ଼ ହାତ ଧରି ନେହୁରା ହେବେ ଆଉ କିଛି ଦିନ କାମ କଲା ପରେ ହରତାଳ ସୃଷ୍ଟି କରିଦେବେ ଛାଡ଼ିବିନି କାହାରିକୁ ଛାଡ଼ିବିନି ଜଣ ଜଣ କରିକି ସମସ୍ତଙ୍କୁ ଗୁଳି କରିଦେବି ହେଲେ ସାର୍ ଆପଣ କେତେ ଜଣଙ୍କୁ ଏମିତି ଗୁଳି କରି ମର୍ଡର କରିଦେବେ ସାର୍ ଓ ଆସିଗଲ ବାହାଦୁରୀ ସାଜି ନେତା ସାଜି ବାହାଦୁରୀ ଦେଖାଇ ବାହାସ୍ପଟ ମାରିବାକୁ ବାହାଦୁର ନୁହେଁ ସାର୍ ଆମର ବାକି ଥିବା ଦରମା ଟଙ୍କା ବୋନସ୍ ଗ୍ରାଜୁଏଟ୍ ଏସବୁ ଆମକୁ ଫେରାଇ ନେଲା ପର୍ଯ୍ୟନ୍ତ ଆମେ ଏ କମ୍ପାନୀ ବିଷୟରେ ଆନ୍ଦୋଳନ ଜାରି ରଖିଥିବୁ ସାର୍ ଯଦି ନ ଦିଏ ଯଦି ନ ଦିଅନ୍ତି ଏତିକି ମନେ ରଖିଥାନ୍ତୁ ସାର୍ ଏଇ କାରଖାନା ସାମ୍ନାରେ ନିଆଁ ଜଳିବ ଆଉ ଯୋଉ ନିଆଁରେ ଆପଣ ସବୁଦିନ ପାଇଁ ବର୍ବାଦ ହେଇଯିବେ ସାର୍ ସବୁଦିନ ପାଇଁ ବର୍ବାଦ ହେଇଯିବେ ବାଃ यार तो साहस कम नुहे ଲୋକମାନଙ୍କୁ ରୀତିମତ ମତାଇ ଆନ୍ଦୋଳନ ଚଳାଇଛୁ ଆପଣ ଯାହା ଭାବି ପାରନ୍ତି ସାର୍ କେବଳ ଆପଣଙ୍କୁ ମୁଁ ଚେତାଇ ଦେବା ପାଇଁ ଆସିଥିଲି ଏଇ 7 ଦିନ ଭିତରେ ଯଦି ଆମ ଟଙ୍କା ଆମକୁ ନ ମିଳେ ତାହେଲେ ମନେ ରଖିଥାନ୍ତୁ ସାର୍ ସବୁଦିନ ପାଇଁ ଏଇ କାରଖାନାରେ ତାଲା ଝୁଲିବ ସାର୍ ସବୁଦିନ ପାଇଁ ତାଲା ଝୁଲିବ ମାଇଣ୍ଡ ଇଟ୍ ଏଭ୍ରି ଆକ୍ସନ୍ ଆଜ୍ ରିଆକ୍ସନ୍ what remember you sir ମୁଁ ଆସୁଛି ଏତେ ସାହସ ତାର ମୋ ସାମ୍ନାରେ ଠିଆ ହୋଇ ଏତେ ବଡ଼ କଥା କହିଗଲା ଛାଡ଼ିବିନି ଜୀବନ ଦାସ ତତେ ମୁଁ ଛାଡ଼ିବିନି ତତେ ମୁଁ ବର୍ବାଦ କରିଦେବି ବର୍ବାଦ আরে মমতা মমতা আরে মমতা কোন করিব আরে তুমি ঘরে অছ না নাই হ্যাঁ কোন সে ঘরটা ভিতরে এপর্যন্ত কর কোন হেলা কইলো এতে বড় পাটি পাটি কই ডাকুছ কাইকি মমতা তুমি যাহা যাহা সবু চিঠা দেইছিল সে চিঠা অনুসারে মু সবু আনিছি সবু নেই আসছো এই তো তম ব্যাগ ধর মু এবে আসুছি শুনো মু
ଦେଖୁଛୁ ସମୟ ଜ୍ଞାନ ବୋଲି ତମ ପାଖରେ କିଛି ନାହିଁ ନାଇଁ। ତମର କଣ କିଛି ମନେ ନାହିଁ ଆଜି ପୁରା ଆମ ଝିଅର ଜନ୍ମଦିନ ଆରେ ଆରେ ଆଜି ଆମ ସ୍ୱାତୀର ଜନ୍ମଦିନ। ତମର ତ କିଛି ମନେ ନଥିବ ଆରେ ମମତା ତମେ କ'ଣ ଭାବିଛ ମୁଁ ଭୁଲି ଯାଇଛି? କ'ଣ କରିବି କହ? ସେପଟେ କମ୍ପାନୀର ଆନ୍ଦୋଳନର ସବୁ ରିକ୍ସ ମୋ ଉପରେ। ମୋର ଯିବା ପଟକୁ ସେମାନେ ସମସ୍ତେ ହିଁ ଚାହିଁ ବସିଥିବେ। ଆଉ ଏଥିପାଇଁ ତମେ ବିରକ୍ତ ହେଲେ ଚଳିବ? ଆରେ 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 କାମ ଥିଲା ବୋଲି କାହାରିକି ଦେବେନି ଏବେ ତମ ପିଲାମାନଙ୍କୁ ସମ୍ଭାଳ ବୁଝିଲ କେମିତି ତମେ କାମକୁ ଯିବ ମୁଁ ଦେଖିବି ସବୁ ତମର ଦୋଷ ମମତା। ଦେଖ ତାଙ୍କୁ ସମ୍ଭାଳ ବାଳୁଙ୍ଗା ଦଳ ଆରେ ତମେ ଏ ସାନ ଭଉଣୀଟା ସତରେ କ'ଣ ପାଇଁ ଲାଗିଛ? ସତ୍ୟ ସମର ଆରେ ତମେ ଦି ଜଣ ଯାକ ବଡ଼ ହେଇଗଲଣି। ସତ୍ୟ ହେଉଛି ତମ ସାନ ଭଉଣୀ, ଜଗନ୍ନାଥ ବଳଭଦ୍ର ତାଙ୍କ ସୁଭଦ୍ରା ଭଉଣୀ ଏତେ ଭଲ ପାଆନ୍ତି ଯେ ସିଏ ମହାଲକ୍ଷ୍ମୀକୁ ଛାଡ଼ି ସାଙ୍ଗରେ ଭଉଣୀକୁ ନେଇ ଯାତ୍ରା କରନ୍ତି। ଆଉ ତମେ ଦି ଜଣ ସାନ ଭଉଣୀଟା ସତରେ ମାର ଗୋଡ଼ ଲାଗିଛ। ଆରେ ମମତା ତମେ ଗୋଟେ କାମ କର, ସ୍ୱାତୀକି ତମେ ନୂଆ ଡ୍ରେସ୍ ପିନ୍ଧାଇ ଆଣ। ମୁଁ ଆଜି 3 ଜଣ ଯାକ ପାଇଁ ଗୋଟିଏ ଉପହାର ରଖିଛି। ଠିକ ଅଛି ମୁଁ ଯାଇ ସଙ୍ଗେ ସଙ୍ଗେ ତାକୁ ଡ୍ରେସ୍ ପିନ୍ଧାଇ ନେଇ ଆସିଛି ଚାଲ ଆରେ ତମେ ଏକୁଟିଆ ନେଇଯିବ ଆଉ ମୋ ଝିଅ ସ୍ୱାତୀ ନୂଆ ଡ୍ରେସ୍ ପିନ୍ଧିକି ଆସିଲା ପର୍ଯ୍ୟନ୍ତ ତମେ ମାନେ ବସିଥିବ ବୁଝିହେଲା? ଆରେ ତମେ ପାଠ ପଢ଼ାରେ ମନ ଦଉଛ ନା ନାଇଁ? ପାଠ ପଢ଼ାରେ ମନ ଦଉଛ? ଆରେ ତତେ ତ ମୁଁ ଯେତେବେଳେ ଦେଖିଲା ବସିକି ସେଇ ଦେବଦାରୁ ଗଛ ମୂଳେ ତୋର ଖେଳ ବନ୍ଦ ନାହିଁ। ଆଉ ତାହେଲେ ପାଠ ପଢୁଛି କେତେବେଳେ? ସମର ତତେ ତ ଯେତେବେଳେ ଦେଖିଲା ଆସିକି ତୋର ଛେଳି ପାଟି ଭଳିଆ ଖାଲି କାଚୁରୁ 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 କରି ଲାଗିଥିବ। ଏବେ ବିସ୍କୁଟ ଆଉ ଟିକେ ଗଲେ ଆଇସ୍କ୍ରିମ୍ ଆଉ ଟିକେ ଗଲେ ଚାଟ୍ ସମସ୍ତେ ସେ ରୋଡ଼ରେ ଛିଡ଼ା ହେଇଥିବ ଖାଲି ଖାଇବା ପାଇଁ। ଆରେ ମମତା କ'ଣ କରିବ? ଡ୍ରେସ୍ଟା ପିନ୍ଧେଇକି ଆଣିବା ପାଇଁ ତାଙ୍କୁ ଏତେ ସମୟ ଲାଗିଲାଣି। ମମତା ଆଚ୍ଛା ତମମାନଙ୍କର ମନ ଅଛି ନା ନାହିଁ ଆଜି ତମ ଭଉଣୀର ଜନ୍ମଦିନ ବୋଲି? ମନ ଅଛି? ଆଜି ପୁରା ଭଉଣୀର ଜନ୍ମଦିନ ସମସ୍ତେ ତମେ ମାନେ ବାର୍ଥଡେ ତାକୁ କହିଲାଣି କହିନ? ହଁ ଓକେ ଓକେ ଠିକ୍ ଅଛି। ଶୁଣ ମୁଁ ତମମାନଙ୍କ ପାଇଁ କ'ଣ ଆଣିଥିବି ଦେଖି ଚିନ୍ତା କଲ? ହଁ ଆଉ ତୋର? ହଁ ତୋର? ନୋ ନେଭର। ତମମାନଙ୍କ ପାଇଁ ରୂପାର ଲକେଟ୍ 3ଟା ଆଣିଛି ଯାହା ତମର ସାରା ଜୀବନ ପାଇଁ ଗୋଟିଏ ସ୍ମୃତି ହେଇ ରହିବ। ବୁଝିହେଲା? ତମେ 3 ଜଣ ବସ ବସ।
से स्नेह मंदिर स्वर्ग बुलागे बेसी सुंदर सुनलक भवनी मो भाई मोर हीरा जड़े गलमाली मोर जड़े अखी तारा सुनलक भवनी मो भाई मोर हीरा जड़े गलमाली मोर जड़े अखी तारा प्रेम अनुराग ममता रंग के हंस के सरी बताती जिया परी किए गमा तो सभी जमाता ताके ताके रही जीवी तुम्हारा ममता गोटे काम कर ए पिला मानू खावा पीवा दे दियो अरे पिला माने तुम बो साथ बेसी दुष्टामी करबनी हाँ मुझे कंपानी आड़ जाइए आसुची आ शुण समस्ते पाठ पढ़ारे जमी मन दब मु कंपानी आसला बेले देखी तुम मन हाथ में जमी बही थी मु आसुची बाय तमने मो साथे आस मु तमने खाइबा देबी आस
ବର୍ତ୍ତମାନ କାମ କରୁଥିବା କମ୍ପାନୀର ମାଲିକ ମୁଁ ଚନ୍ଦ୍ରକାନ୍ତ ପଟ୍ଟନାୟକ। ତାଙ୍କ ପାଖରେ କିଛି କାମ ଥିଲା କି ସେ ଘରେ ନାହାନ୍ତି? ଗୋଟେ ଗ୍ଲାସ ପାଣି ମିଳିବ କି? ଠିକ ଅଛି ସାର୍, ମୁଁ ଯାଇ ସଙ୍ଗେ ସଙ୍ଗେ ନେଇ ଆସୁଛି। से आसिला पर्यंत मु अपेक्षा करी परिबि नाही। केतेबेले आसिछि कामटा को आग शेष करी दिए। टंका किंतु सर किंतु नुआ सर मु टंका आनिछि तम झियर जन्मदिन। आज ए जन्मदिन रे किछि खर्च करिवो नियो एई टंका। नहीं सर, मोर टंका मुझे किसी दरकार नहीं। आपण एठे चली जातु, से आसिले आपण आसीबे। मु किंतु तमने आपण कोन कहबा को चाहंती? मु कथा को भलो पाए ना, मु भलो पाए काम को। मु आपण हाथ जोड़ी नेहुला होजी सर। आपण जते शीघ्र हाथ जोड़ी चली जातु एठू। चली जीवी तो निश्चय, किंतु ता परबरो अरे तू ये कौन कलु? हराम जादा एई माने मोमो का हराम छला मु घरे नथिला बेले ओरे छला एते साहस छाड़बेनी छला को आज ए छला को हानि की टुकुड़ा टुकुड़ा कर देबी एई बात Hands up!
कहीं कांदुछ ममता तमें कांदी कांदी आखिर सब लुह शेष करदेले ये आईन मत क्षमा देवनी ममता ममता मो पिला माने तुमको लगिले ममता तमे कहीं बारंबार कांदुछ ममता एटी परा लुहर ओजन ठारू बेसी ममता दिने रामचंद्र 14 वर्ष वनवास जाइथिले निज भाग्य तांको साथ देई नथिला ममता तमे जानिछ ममता गोटिए बेंग अरे रामचंद्र को पाद तले थापी जाइथिला रामचंद्र कहले कि रे बेंग तू मो पाद तले थापी जाइछु तो दुख जड़ेलुनी कहीं बेंगटी कौन उत्तर देला जानिछ ममता प्रभु जार दुख पड़े सीए राम ठाकुर को डाके आज जिते बड़े मु आपण को पाद तले थापी जाइछि ओ दुख कहबी क्या शुणिब बाकी ममता ये आखिर तमें आउ लुह घड़नी ममता कारण एठी परा किए जानी थिला एमिति हबो
से हम की हुए से करो चौकड़ी तालो सूची हुए किसे हरे तो से के मोनी सोनी के भाग्य किसे हरे तो से तू के मोनी सोनी के भाग्य मनोता मीठा मनोता मीठा तू किए ठीक अच्छे तमें तीन जन ये बस जो मंदिर देखा जाऊँगी मुझे से छपड़ा मागी आनी आनिले सांग हो खाइबा आस श्री कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव राधे कृष्ण राधे कृष्ण राधे कृष्ण राधे बोल राधे कृष्ण राधे कृष्ण राधे कृष्ण राधे श्री कृष्ण गोविंद हरे मुरारे हे नाथ नारायण वासुदेव। तू शक्ति की छाड़ी एकुटिया कुआडे हले जीवनी बाहर लोग के जदी डाके तुम दी जण कुआडे हले जीवनी मई गल्ली आ आसिली श्री कृष्ण गोविंद हरे मुरारे नाथ नारायण वासुदेव श्री कृष्ण गोविंद हरे मुरारे नाथ नारायण वासुदेव राधे कृष्ण राधे कृष्ण अरे सत्य सती अरे देखो मो दुख सहित मारे पंडा मते केते अबरा देछंती आसो हमें समस्त मिसी अरे तमे दी जण तो छ हेले मो सत्य गला कोडे बहुत तुमको पर खोजिबे जाई छी के मते खोजिबे को जाई छी नहीं हे भगवान मैं कोन करिबी एते लोक गहल भितर मो सत्य को कोठी खोजिबी मो ताको तमे गोटे काम को मु जाई सत्य खोजुची तमे एठी अपेक्षा करथिबो आ देखो हम सत्य को पाइले परे हम मिसी के समस्त अबड़ा खाइबा चलो କିଛି ମିଳିଲାନି ପରା ପୁଣି ଚୋରି କରୁଛୁ ମହାପାପ ମୋର ଅନ୍ୟାୟ ଅଭରା ଚୋରି କରିବା ହଉଛି ମୋର ଅନ୍ୟାୟ ଜଗନ୍ନାଥଙ୍କର ମହାପ୍ରସାଦ ପୁଣି ତୁ ଚୋରି କଲୁ ଚୋରି କଲୁ ଆଉ ତୋତେ କିଛି କାମ ଦେଖାଯାଉନି ନାଇଁ ବାବୁ ମତେ ଛାଡ଼ି ଦିଅନ୍ତୁ ମୋ ଭଉଣୀଟା ଭୋକର ଛଟପଟ ହଉଥିଲା ସେଥିପାଇଁ ତା ପାଇଁ କିଛି ଅଭଡ଼ା ନେଇ ଆସିଲି ମତେ ମାରନି ବାବୁ ମତେ ମାରନି ତତେ ଛାଡ଼ିଦେବି ଆ ଭଉଣୀଟା ଭୋକରେ ଛଟ
চুরি করবি হ্যাঁ এই পত্রটা ছাড়িবি তোতে তাকে থানারে দেলে হবনি থানারে দেলে সারা পুলিশ দিব সিনা মোর ফায়দা কর তোতে গোটে ভাল কাম দিব এই তু অভরা তো চোরি গলু আদিঠু অভরা বহিবু চাল চাল ନାଇଁ ବାବୁ ମୋତେ ଛାଡ଼ି ଦିଅ ମୋ ବୋଉ ମୋତେ ଖୋଜି ଖୋଜି ନ ପାଇଲେ କାନ୍ଦି କାନ୍ଦି ପାଗଳ ହୋଇଯିବ ମୋତେ ଛାଡ଼ି ଦିଅନ୍ତୁ ବୋଉ କଥା ଆପଣ ଗୋଡ଼ ତଳେ ପଡ଼ୁଛି ସିଧା ଅଭରା ବହିବୁ পেটে খাইবু পেটে খাইবু আর সেই পয়সারে তু অয়েস করিবু জানিবু চল চল অভরা চল চল জানি
যেতে হসিলে কি কাম কি না हसी बसी हसी बसी तुझे लगे कहाँ
ভিতরে মন প্রাণ বুঝে কি মন প্রাণ বুঝে কি সাজে দিয়ে ভিতরে
ବିଷ୍ଣୁ ନୁହଁ ମୁଁ ରୁଦ୍ର ଥରେ ମୋ ଡମ୍ବରୁ ବାଜିବ ମାନେ ତାଣ୍ଡବ ନୃତ୍ୟ ଆରମ୍ଭ ହବ ପ୍ରଳୟ ଆସିବ কলেজ কহিলা কেবল মতে বুঝায়ে সরা তোর এতে সাহস তু কলেজ ঝিঙ্গ উপরে আখি পকাইবু যদি আসন্তা কালিঠু এমিতি নখরামি দেখাইবু सबुदिन कॉलेज बंद करदेवी अबे रहीम रमजान सरा को बुझाई दियो मनीष हो तू कॉलेज कौन कर अबे तू गांधी ना गोपबंधु बे छोड़ा मते उपदेश सुनाजु हरामी रमजान यस बॉस किछि स्पेशल ऑफर अछि कि ना बॉस चलो हमारे टिके अनाव आमे कोन एते खराब रुद्र तुमे मो क्लासमेट बोली मु तुमको किछि कहि पारुनी ता नहले तुमको भलो भाबरे मु सिखाई दियन ओए चुप एकदम चुप रुद्र काहरी उद्धत आमी बर्दाश्त करे ना अबे कॉलेज कहिले केवल मते बुझाए हां सेइति पाई तो जियो मान कठार नीति चप्पल ले मार खाउछु ए साथी मुहरे लगाम दे कहूची ता नहले तो सुंदर मुहटाकू विकृत करी देबी कहीं बचारिबे नहीं देखिला छप्पा पकेबा छप्पा तोरा एते साहस तू रुद्र उपरू को हाथ उठेलु तोते छाड़ीनी सज फुटा गोलाप
इंस्पेक्टर वो ब्रह्मा नुहा विष्णु नुहा रुद्र अरे मदम्बरु बाजिब माने तांडव नृत्य आरंभ हब प्रलय महाप्रलय इंस्पेक्टर तू जहाँ कलु किसी ठीक कलुनी तू जानू मु तोर कौन करी पारे अबे किछि करि परिबुनी पाठ पढिसु ना मूर्ख नुहे गोटे पूर्वर कथा अछि गरजिला मेघ केबे वर्षा हुए ना आउ ठीक सेमेते गोटे बुल्ला कुकुर केबे भुके ना आउ तू हौ तो मनुष्य को देखि भयले चित्कार करुथबा गोटे बुल्ला कुकुर अरे भाई आसीगला टिकेट आसीगला क्लास टिकेट मात्र 200 टंका जोटा कि ऊपर नंबर सीट पूरा बसिकी देखिए सेकेंड क्लास टिकेट मात्र 150 टंका जोटा कि मझी नंबर सीट बसी देखिए और रहा थर्ड क्लास टिकेट मात्र 100 टंका जोटा कि तल नंबर सीट बसी देखिए अरे भाई नहीं जा आड़ बढ़ाइला नहीं जा अरे भाई निया आड़ बढ़ाइला भाई नहीं जा अरे भाई नौ ना अरे भाई निया हाँ भाई नौ ना हाँ पैसा नहीं ना समय नहीं अबे जगन तू को बोल लगे रे अबे मुझे सांगे जाना जी पहुंचली आ देखेलु का केतना टिकट ब्लैक करछि का देखेलु मात्र 10 टा टिकट बैक करछि हां ठीक अछि का देखा का केतना हेछि का देखा मात्र 10000 सोला की जुग हेला बे साला एते बड़ भलो सिनेमा आले ओरे सिनेमा पडिछि सा लोक बा टिके समय नाही सिनेमा अबे सत्यम तू कौन सा मागले जरा केम्पी आइछु अबे एडी पंचा बाहेले टंका दका टंका किबे तू नदी रे भासी जाउथुलु मु तते बंचे आनिथिलि मु भाबिथिलि तू मो सांग ही टिकट ब्लैक करबु आउ पॉकेट मारबु मु जा देखुची मु रोजगार करबी आ तू सही पैसा राज करबु राज ए अन्याय मु करि परिबिनी हे बारी माने चल चल पॉकेट काटू चल आ भी करि परिबिनी माने अल्प जाब सड़ा बारी बाणी सोचु अबे तू कौन तो बोपा करिबो मोपा ना घाल ना मो तते जीवन रु मारी देबी मारी ना ना इनको सुविधा है कि आउ थर घर मो पना अरे तारे नो मु सहायता करबी तो बोपा तो बोपा तुम्हें माने हो जाए समाज रे गोटे गोटे कलंकित अध्याय निरीह लोकंकर सरलतार सुजोग नहीं तुम्हें माने अत्याचार करि चलछ किंतु आउ नुहे ए अध्याय एइठे शेष कर देबी अबे नहीं बे तते छाड़ी देले तू तो आहुरी केते निरीह लोकंक जीवन नहीं तते मु एइठे शेष कर देबी
ଟଙ୍କା ମରିଗଲା ନା କ'ଣ? ओ माय गॉड, मर्डर हो सारी किंतु आसामी भारी चालाक अच्छे, कौन सी सुराग भी छाड़ीनी। नो नेभर, मते जेमिति हेले से आसामी को खोजी बाहर करने को पड़ो। कनेस्टेबल ए सर ए सर ମୋ କଥା ଟିକେ ଶୁଣ ସମୁଦି। ମୋ କଥା ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। କିଛି ବୁଝିବାର ନାହିଁ, ପଇସା ଭିଙ୍ଗ ଏ ତାମସା ଦେଖ। ସମୁଦି ଆପଣ ଏମିତି କଣ କହୁଛନ୍ତି? ରଖ କହିଲେ କଣ ନା ସମୁଦି। ଇଏ କାହାର ସମୁଦି? ଏ ଅଣ୍ଟାରେ ନାହିଁ ଧନ, ଏ ଝିଅ ବାହା କରିବାକୁ ମନ। ନାଇଁ ସମୁଦି ଆପଣ ଏମିତି କୁହନ୍ତୁନି, ଏମିତି କହିଲେ ମୋ ଝିଅଟା ମଙ୍ଗୁଳା ହେଇ ରହିଯିବ। ସମୁଦି ମୁଁ ଆପଣଙ୍କୁ କଥା ଦଉଛି, ଆପଣଙ୍କର କିଛି ଅସୁବିଧା ହବନି, ଆମେ ସବୁ ସୁଝିଦେବୁ। ରଖ ସମୁଦି ଖାଲି ମୋ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର, ଦେଖିବ କିଛି ବି ଅସୁବିଧା ହବନି। କିଛି ଶୁଣିବାର ନାହିଁ, ସମୁଦି ପଇସା ଦବ ବାହାଘର ହବ। ନାଇଁ ସମୁଦି ଆପଣ ଆମକୁ ଏବେଲେ ଏମିତି କଲେ ମୋ ଝିଅଟା ଭାସିଯିବ। ଖାଲି ମୋ ପୁଅ ଆସିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ। ହସି ଯାଉ। ଦେଖନ୍ତୁ ସମୁଦି ମୁଁ ଆପଣଙ୍କୁ କଥା ଦେଇଛି, ମାନେ ଯାହା ଯାହା ମୁଁ କଥା ଦେଇଛି ସବୁ ରଖିବି। ତା ଛଡ଼ା ଆପଣ ତ ବିନା ଯୌତୁକରେ ବାହାଘର କରିବେ ବୋଲି କହିଥିଲେ। ବୁଝିଲ, କହିଥିଲି କହିଦେବା କଥା, ଆଉ ବହିଯିବା ପାଣି ତା ସହିତ କଣ ସମାନ? ଏ ତା ବୋଲି ଏ ବିନା ପଇସାରେ ଦଣ୍ଡ ବୋଲି ଆସିବାକୁ ମନା? ଆରେ ହେ ଭଣଜା, ଜମା ଭଲ ନା। मौसा ଆମେ ସେଠାରୁ ଫେରି ଯିବା। मौसा ए बयस आपण एमती कहले केमिति हो मौसा? मो दुखिनी भौणीटा मंगुला हो जिवा मौसा, थरुटी आम मुह को चाह। मु कथा दउची आपण को सब टंका सुझी देबी मौसा। ସିଧା କଥା କହୁଛି, ମୋ ନା କମ୍ବୁ ପାଣି। ବାଘ ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇବା ଲୋକ ମୁଁ। ହେଲା, ଏଇ ସୁଆଗିଆ କଥା ମୋ ଆଗରେ ଜମା କହନା। ହେଲେ ସମୁଦି ଆପଣ ତ କଥା ଦେଇଥିଲେ ବିନା ଯୌତୁକରେ ବାହାଘର କରିବା ପାଇଁ। ବୁଝିଲ, କହିଥିଲି ଏ ତା ବୋଲି ଏ କହିଦେବା କଥା ବହିଯିବା ପାଣି। ଆଉ କଥା ପ୍ରସଙ୍ଗରେ କଣ ଗୋଟେ କହୁ କହୁ କହିଦେଇଥିଲି। ତା ବୋଲି ଏ ବିନା ବିନା ପଇସାରେ ଏ ପୁରୀ ବଡ଼ ଦାଣ୍ଡ ବୁଲି ଆସିବାକୁ ମନା? मौसा ମୋତେ ମୁଁ ସିଧା କଥା କହୁଛି, ସିଧା କଥା କହୁଛି, ଯୌତୁକ ଦବ ତ ଦବ, ଏ ବାହାଘର ହବ ବାସ୍। ନାଇଁ ସମୁଦି ଆପଣ ଗୋଟେ ବାପର ହୃଦୟ ନେଇ ଥରେ ଚିନ୍ତା କରି ଦେଖନ୍ତୁ। ଆପଣ ଯଦି ପର ଫେରେଇ ନିଅନ୍ତି ତାହେଲେ ମୋ ଝିଅର ଅବସ୍ଥା କ'ଣ ହବ? ମୋ ଝିଅଟା ସମୁଦ୍ରରେ ମଙ୍ଗୁଳା ହେଇ ରହିଯିବ। ମୁଁ ଆପଣଙ୍କୁ କଥା ଦଉଛି ସମୁଦି, ମୋ ଜମି ବାଡ଼ି ଘରଟି ଯାହା ଅଛି ମୁଁ ସବୁ ତମ ନାଁରେ କରିଦେବି। ଏତେ ବେଳକୁ କଥା ବୋଧେ କହିଲେ ମନକୁ ପାଇଲା ଭଳିଆ। ଠିକ ଅଛି, କାଗଜ ଧର, এই পেন ধর, লেখ। যৌতুক বাবদକୁ এ ঘর এ
बंगला ए कोठा समस्त संपत्ति कंबू पानी नारे उइल करी देली इति ममता दासटी ममता दास ए बाहागर हेई परिबनी हां लबो मु तोर से अली अली जियो स्वाति तू कहले बो जोटी घरे न पसुन मुंडरे चाळ बाजिलाने से घरे जाई मु केते शांति रे रहिबी तू बुझे परछ तो अरे स्वाति अरे सेथि पय तू जमा टेंशन नै ना रे तू सेति पे जमारे व्यस्त होवा दरकार नहीं भलो भाई भौणी माँ एडे मिसी महाभारत तर्जमा करूथाओ सब आमे चलिलो सुनो जीवा बे तुम बरा को तमे फेरेई नियो सती हां बाऊ तुम बेतर बकर पक्तर बांधी नई कि मा पोखरी की फिंगी दे हेले जो तो कलो भी कंसाई घर को मते पठेई दे ना सती पठेई दे ना मते कोण हैला मु गोटे कंसाई के अछि ए कंसाई रो कोरामती जति मो न दई देखे मो ना कम्बु पाड़ी नुहे बाखर को गोटिए घाटरे पियाए पाड़ी समुदुनी तम झियर कथा तो भारी टाण समुद्र का कहबे मु बहु ए तम घर को जाई थंती पर मु कहूची से बरा को तमे फेरेई नहीं जाओ ठीक अछि मु रुद्र को कही ओ नालिया की जदी न चढ़ाइती मो ना कम्बु पाड़ी नुहे अरे जा जा तो समुद्र को कहबो कॉलेज रे खाई जो मारा कथा मने थिबो ता पर जाई एठा को आसीबा के चेष्टा कर ए जाए से ताकोटा लिभिनी साथी मैडम ये होची तारा प्रतिशोध तो भाभी बड़ को मर्डर करी मु तते सब दिन पाई मंगुला सजाई देती रुद्र तमे भाई भौणी दीटा कॉलेज रे जो अपमान दैथिलो सेटा ए पर्यंत भूलिनी रुद्र तू चुपचाप जमिति आसी जो एटसेटर चली जा शीघ्र चली जा एठारू मो ब्रह्मा नुह कि विष्णु नुह रुद्र डम्बरू बाजिबाने तांडव नृत्य आरंभ हब प्रलय शिव 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 कौन एक्टिंग टा केमिति लागिला आसुची बाय बाय कौन बाबा हेला तो ए अखा धौता ए गुण गाउता आउ गोटे कथा ए सबु हेला ए भोजीटा खाई पाली हौसा हे कोन कोलु मा निज हाथ रे निजर बर्बाद कर देलु ए बो तू सिर मते जन्म देइचो हेले कर्म तो देइनो मु सब दिन पई मोर आखिर लुठ लोहार ओजन बेसी हे बो ए आके लोक मु सारा जीवन साथी करे बंची जेबे साथी हेले से कंसे घर को बुझाई परिबे रे स्वाति ए ओमानी आके को जेते बुझाइले भी से जमा बुझोने आपे आपे अझटिया लुह गुड़ा को बोही जाउछे हेले तू चिंता करने लो बाऊ
ଆଖି ଲୁହକୁ ସାରା ଜୀବନ ମୁଁ ସାଥୀ କରି ବଞ୍ଚିବି। ଏବେ କହିଲୁ ବୋଉ, କିଏ ଜାଣିଥିଲା ଏମିତି ହବ? ହସ ତଳେ ଥିବାଇଟି ଛଳନା ବୁଝି ଯେତେ ହସିଲେ ମନ ଦିଏ हसी हसी सब हाय रे समाया हाय रे समाया आई दुका समर मावशी अरे के कोण मावशी समर मावशी अरे समर कोण आज ना सतीर बाहाघर समर गौतम कौन है सी किसी प्रॉब्लम है सी गौतम अरे मुझे आसु आसु लेट हो गला एक्चुअली कौन है कहलु मो संग जेल आसा पे परमिशन मिललानी सेति पे टिके विलंब हो गला न आस्तती भलो हेछि काहे कि बास्तांते को सुख देखिबा को आस्तांते मौसी नवास थाने भलो तांते किंतु काहे की अरे जहा न हबा कथा सेया हेछि गौतम स्वातिर बाहागरटा भांगी जाइछि ओ गॉड खाली सेते कि नहे सारा जीवन पे मो झियोटा बंगुळा हे रही गला किंतु मौसी सब संभव होला केमिति रुद्र माधव कंबु पानी को टंकार लोभ देखाई स्वातिर बरटा को मर्डर कर देछि आ निजे बर बेसरे आसी जौतुक आलाप देखाई हमको धमक दे चाली गला एठो डोंट वरी एबे ए समय ए सब कथा डिस्कशन न करी आमे बरपत्र केमिति लाजी जोगाड़ करी पड़िबो ताला सतीटा हमर मंगुला आइतबो चल छुआ बाबू मो मतरे ए समाज रे मंगुला कन्या को घृणा करथुआ प्रथाटा संपूर्ण मूल्यहीन कहि कि ना जो बड़ पंडा माने ए मंगुला प्रथा को घृणा करसंती सेही मानको मु केतेटा प्रश्न पचारोची ओ प्रश्नर उत्तर दियंतु गोटिए झियो गरीब घर जदि जन्म हुए जौतुक पाई बेदीरू बर उठी जाए जौतुक पाई ता बाहाघरटा भांगी जाए से झियोटा जदि मंगुला हेई रही गला ताले एतिरे तार अपराध कोन साथी एथि पाइ जे आमे सामाजिक प्राणी समाज रो नीति नियम को मानिबा को बाध्य छुआबू छोट मोहरे बड़ कथाटी राती पहले घासरा लोक कहबे जीवन दस्त्र झियो ता बड़ को खाइला आ मो झियो को के बाहाबा को राजी हेबेनी आ सबुदिन पे मो झियोटा मंगुला हेई रही जीवो कथा मानुछि विपद समय अन्य को साहाय्य करिबा मनुष्यर कर्तव्य गौतम बंधु हिसाब रे मु तते किछ मागिनी मो पाई नहे कि मो ए परिवार पाई नहे मोर ए दुखिनी भौणीटा पाई ता भविष्यत पाई तो टिके दया कर जहाँ मो कर्तव्य बाहर ता केमिति संभव ता छड़ा मोर परिवार अछि आ मो परिवार स्वाति को बहु भाबे केबे ग्रहण करिवे नै गौतम तम पर सब निर्भर कले
ଆଉ ତମେ ଚାହିଁଲେ ମୋ ଝିଅର ଭବିଷ୍ୟତ ସୁଧୁରି ଯିବ। ବନ୍ଧୁ ହିସାବରେ ମୁଁ ତ ହାତ ଧରୁଛି ରେ। ଅଭାଗିନୀ ଭଉଣୀଟାର ମଙ୍ଗୁଳାର ତୁ ମୁକ୍ତି କରାଇ ଦେ, ତୁ ତାକୁ ବାହା ହେଇଯା। ତଥାପି ମୁଁ ପାରିବିନି। ତମମାନଙ୍କ ବିଶ୍ୱାସକୁ ଦେଖି ମୋ ପରିବାରକୁ ଅବିଶ୍ୱାସ ମୁଁ ପକାଇ ପାରିବିନି। ଛୁଆବୁ, କହିବା ଆଉ କରିବା ଭିତରେ ବହୁତ ଫରକ। ତମକୁ ବାଧ୍ୟ କରିବା ଠିକ ନୁହେଁ। ମୋ ଝିଅ ଭାଗ୍ୟରେ ଯାହା ଥିବ ଠିକ ସେଇଆ ହବ, ସେଇଆ ହବ। ଗୌତମ, ବନ୍ଧୁ ହିସାବରେ ମୁଁ ତ ହାତ ଧରୁଛି ରେ। ତୁ ଟିକେ ଦୟା କର, ଭାସି ଯାଉଥିବା ଗୋଟେ ଜୀବନଟାକୁ ତୁ ଗୋଟେ କୂଳରେ ଲଗେଇ ଦେ। ସବୁ ପରେ ମୁଁ ପାରିବିନି। ଗୌତମ, এই ଗୌତମ, ଜୀବନରେ ମୁଁ ତତେ କିଛି ମାଗିନଥିଲି ରେ। ମୋ ଦୁଃଖ ନିଭଉଣୀ ପାଇଁ ମୁଁ ତ ଜୀବନର ଭିକ୍ଷା ମାଗୁଛି ରେ। ତୋ ଗୋଡ଼ ତଳେ ପଡୁଛି, ତୋ ଗୋଡ଼ ତଳେ ପଡୁଛି। ଆରେ କଣ ମତେ ଏମିତି କଣ ଛନ୍ଦରେ ପକେଇ ଦଉଛ? ମତେ ଲାଗୁଛି ମୁଁ ଦୋଷ କି ଶାଖାରେ ପଡ଼ିଗଲି। ଗୋଟିଏ ପଟେ ମୋ ପରିବାର, ଆଉ ଗୋଟିଏ ପଟେ ଗୋଟିଏ ମଙ୍ଗୁଳା ଝିଅ। କଣ ଯେ ଠିକ ଡିସିସନ ମୁଁ ବି ଭାବି ପାରୁନି। ବାପା କହିଥିଲେ ବିପଦ ସମୟରେ ଅନ୍ୟକୁ ସାହାଯ୍ୟ କଲେ ଭଗବାନ ତୁମର ମଙ୍ଗଳ କରିବେ। ମୁଁ ତମମାନଙ୍କ କଥାରେ ରାଜି। ଗୌତମ, ମୁଁ ଆଜି ବହୁତ ଖୁସିରେ ଗୌତମ। एक विशेष घोषणा। ଓ ଅମରନାଥ ବାବୁ, ଅମରନାଥ ବାବୁ ଘରେ ଅଛ? ଓ ଅମରନାଥ ବାବୁ, କୋଟିପତି ଘରର ପୁଅ ତ, ଆଉ କଣ ବା ଯାକ ଶୁଣିବେ ଆମ କଥା? ଆଉ କଣ କଣ ବା କହୁଥିବେ? କାହିଁ ଶୁଣିବେ ଆମ କଥା? କାହିଁକି ଏତେ ବଡ଼ ପାଟି କରୁଛ? ତୁମର କ'ଣ ସାଧାରଣ ଶିଷ୍ଟାଚାର ନାହିଁ? ଜଣେ ଭଦ୍ରଲୋକର ଘରେ କେମିତି ଶାଳୀନତା ରକ୍ଷା କରାଯାଏ ସେତକ ମଧ୍ୟ ଶିଖିନାହ। କିଏ ହୋ? ଏ କାହିଁକି ଆସିଛୁ? ଏ କଣ ପାଇଁ ଆସିଛୁ? ଏ କଥା ନ ପଚାରି ଏ କଥାଟାକୁ କାଶୀରୁ କପିଳାସ ପହଞ୍ଚେଇ ସାରିଲାଣି। ହଉ, ସିଏ ନ ଶୁଣନ୍ତୁ। କଣ ପାଇଁ ଆସିଛ କୁହ, ମୁଁ ଶୁଣୁଛି। ବୁଝିବାର ଲୋକ ବୁଝିଲେ, ହଉ କୁହ। ଏ ନ ବୁଝିବା ଲୋକକୁ କଥା କହିବାର ଲାଭ କଣ? ତୁମ ପୁଅ ଗୌତମ ଗୋଟେ ଅଲକ୍ଷଣୀଟାକୁ ବାହା ହୋଇ ଘରକୁ ଆସୁଛି। ମିଛ କଥା। ନିଜ ଆଖିରେ ଆଜ୍ଞା ଦେଖିଛି, ତାରିଣୀକି ଚାହିଁକି ଆଜ୍ଞା କହୁଛି, ମିଛ ନୁହଁ ଆଜ୍ଞା। ସିଏ ବାହା ବରକୁ ଖାଇଲା। ବାହା ହେଇ ଆସୁଥିବା ବର ବାଟରୁ ଫେରିକି ପଳେଇଲା। ବୁଣା ମାଛ ପୁଅ ବାହା ହୋଇ ଘରକୁ
ଘରକୁ ଆସୁଛି ଏ ବନ୍ଦାଳ ଥାଳି ସଜା କର। ନୂଆ ବୋହୂ ତ ଏ ବନ୍ଦାପନା କରିବ। ହଁ ଆଉ ଗୋଟେ କଥା ତା ବୋପଟା କୁଆଡେ ଗୋଟେ ଖୋନି ଆସାମୀ। ଏ କଥାଟା ଜାଣିଥିଲି ତ ଆଉ କହିଦେଲି। ମୁଁ ଆସୁଛି। ଗୌତମ ବିବାହ କରିଛି ଏ କଥାକୁ ମୁଁ ଜମା ବିଶ୍ୱାସ କରିପାରୁନି। କେମିତି ବିଶ୍ୱାସ କରିବ? ସିଏ ପରା ତମ ନିଜ ପୁଅ। ତୁମ ପୁଅ ମୋ ପୁଅ କହି ମୋ ହୃଦୟ ଭିତରେ ଗୋଟେ ପାଚେରୀ ସୃଷ୍ଟି କରନା। ମୁଁ ଜାଣିଛି ଗୌତମ ଆଉ ମନୋଜ ଏଇ ଦୁଇ ଜଣ ରାମ ଲକ୍ଷ୍ମଣ ଭଳି ଦୁଇ ଭାଇ। ଆଉ ଦଶରଥ ତମ ପାଇଁ ସ୍ୱପ୍ନ ଦେଖନି। ରାମଚନ୍ଦ୍ର ଅଯୋଧ୍ୟାର ରାଜା ହେବା ପୂର୍ବରୁ 14 ବର୍ଷ ବନବାସ ଯିବାକୁ ପଡ଼ିଥିଲା। ତୁମକୁ ହାତ ଯୋଡୁଛି ସୁନନ୍ଦା, ତୁମେ ଯେମିତି ମୋ ଗୌତମ ପାଇଁ କୈକେୟୀ ରୂପ ଧାରଣ ନ କର। ସେ ମୋ ଜୀବନ ପ୍ରତୀକ, ମୁଁ ଜମା ବଞ୍ଚି ପାରିବିନି। କଣ କହିଲ? ନାଇଁ ନାଇଁ କଣ କହିଲ? ଗୌତମ ତମ ଜୀବନ ଆଉ ମୋ ପୁଅ ମନୋଜ କଣ ଆକାଶରୁ ଖସି ପଡିଥିଲା? ଆରେ ବାବା ବାପ ପୁଅ ଗୋଟେ ଭିତରେ ଭିତରେ ନାଟକ ଚଲେଇଛ। ବାପା ରେ ପୁଅ ପୁଅ କହି ପାଣି ପିଉନି, ପୁଅ ସାରେ ଗୋଟେ 12 ବୁଲି 36 ଘରକୁ ନେଇ ଗୋଟେ ବାଜ୍ୟ ଲୋକର କଥା ଉପରେ ମିଛ ମନ୍ତବ୍ୟ ଦେବା ଆଦୌ ଠିକ କି ନୁହେଁ। ତାର କିଛି ପ୍ରମାଣ ଅଛି? ହଁ ଡାଡି, ପ୍ରମାଣ ଅଛି। ଆଉ ସେ ସବୁ ମୁଁ ମୋ ନିଜ ଆଖିରେ ଦେଖି ଆସିଛି। କଣ ଦେଖିଛୁ କହିଲି ବାପା? ସ୍ୱାତି କେବେ ବି ଏ ଘରର ବୋହୂ ହୋଇପାରେ ନା। ଆରେ ସେ ଗୋଟେ କୁନି ଆସାମୀର ଝିଅ, ବେଶ୍ୟାଳୟରେ ତାର ରାତ୍ରି କଟେ। ସେ କଣ ହୁଏ ଚୌଧୁରୀ ବଂଶର ବୋହୂ? ନୋ, ଇଟ୍ ଇଜ୍ ଇମ୍ପସିବଲ୍। କାଲି ସକାଳେ ଲୋକମାନେ କହିବେ ଅମରନାଥ ଚୌଧୁରୀ ଗୋଟେ ବେଶ୍ୟାକୁ ବୋହୂ କରି ଆଣିଛି। ଶୁଣ, ସଫା ସଫା କହି ଦଉଛି, ଏତ କଥା ଶୁଣି ମୁଁ ଏ ଘରେ ପଡି ରହି ପାରିବିନି। ଏ ଘର ଛାଡି ଚାଲିଯିବି। ନା ମମି, କେହି କୁଆଡେ ଯିବା ଦରକାର ନାହିଁ। ଯଦି ଯିବ ତାହେଲେ ସେ ବେଶ୍ୟା ଏ ଘରୁ ଯିବ। ହଁ, ତୁ ଠିକ କହିଛୁ ବାବା, ସେ ବେଶ୍ୟା ଏ ଘରୁ ଯିବ। ସୁନନ୍ଦା, କଣ? ମୁଁ ଯଦି କୁହେ ତୁମେ ବିବାହ ପୂର୍ବରୁ ବେଶ୍ୟାବୃତ୍ତି କରୁଥିଲ, ତୁମର ଜାତି କୁଳ ବୁନିୟାଦି ଠିକ ନଥିଲା। ତମେ ରୁହ। ସାହସ କମୁନି। ନାଇଁ ମୁଁ ଦେଖୁଛ ମତେ ସାହସ କମୁନି। ତମେ ମୋ ବଂଶ ବୁନିୟାଦିର ନାଁ ଧରିବ? ତମର ଏତେ ସାହସ ହେଇଗଲାଣି? ତୁମେ କହିବାକୁ ମତେ ବାଧ୍ୟ କରୁଛ। ତମ ବଂଶ ବୁନିୟାଦି କଥା କହିବାକୁ ମତେ ଟିକେ ବି ଲାଜ ଲାଗୁନି। ତୁମର ମନ ଅଛି ସୁନନ୍ଦା, ତୁମେ ଏ ଘରକୁ ବୋହୂ ହୋଇ ଆସିଲା ବେଳକୁ ତୁମର ଯୋଗ୍ୟତମ ସନ୍ତାନ ତୁମ ଗର୍ଭରେ 2 ମାସ ହୋଇଥାଏ। ହେଇ, ତମେ ବାପ ଏ କଥା କହିପାରୁଛ କେମିତି? କହିବାକୁ ତୁମେ ମତେ ବାଧ୍ୟ କରୁଛ। କାହିଁକି ନ କହିବି? ଶୁଣ, ତୁମ ପରି ବେଶ୍ୟା ଯେତେବେଳେ ଏ ଘରର ସାନ୍ତାଣୀ ହୋଇପାରିଲା, ତୁମ ପୁତ୍ର ଜାରଜ ହୋଇ ଏ ଚୌଧୁରୀ ବଂଶର ପରିଚୟ ଦେଇପାରିଲା, ଏବେ ସ୍ୱାତି ଭଳି ଜଣେ ସରଳ ଶିକ୍ଷିତା ଝିଅ କାହିଁକି ଏ ଘରର କୁଳବଧୂ ନ ହେବ? ମୁହଁ ଖୋଲିବାକୁ ଜମା ତୁ ବାଧ୍ୟ କରନା। ଶୁଣ, ତୁମ ମା ପୁଅ 2 ଜଣକୁ ମୁଁ ସତର୍କ କରେଇ ଦଉଛି, ଏ ପାରିବାରିକ ସମସ୍ୟାରେ ଜମା ମୁଣ୍ଡ ଖେଳାଇବ ନାହିଁ। ମୁଁ ଜାଣେ ଗୌତମ ହେଉଛି ଗୌତମ ବୁଦ୍ଧଙ୍କର ଦ୍ୱିତୀୟ ଅବତାର, ଯାହାର ଜ୍ୟୋତିରେ ଏ ଅଞ୍ଚଳ ଝଲସି ଉଠେ। ସେ କେବେ ଏମିତି ଭୁଲ କରିନଥିବ। ହଁ ହଁ, ଏମିତି ଭୁଲ କରିନଥିବ। ଅଧିକାରକୁ ଅପବ୍ୟୟ କରିସାରିବା ପରେ ତୁମର ଏ ଘରେ ରହିବାର ଅଧିକାର ନାହିଁ। ମତେ ବୁଝିବାକୁ ଚେଷ୍ଟା କର। କିଛି ବି ବୁଝିବା ଦରକାର ନାହିଁ। ତୁ ଯେମିତି କାହାକୁ ନ ପଚାରି ଗୋଟେ ଛୋଟ ଘରର ଝିଅକୁ ପସନ୍ଦ କରି ବିବାହ କରିଛୁ, ସେମିତି କାହାର ମୁହଁ ଖୋଲିବା ଆଗରୁ ତୁ ଏ ଘର ଛାଡି ଚାଲି ଯା। ଡାଡି, ମଣିଷ କର୍ତ୍ତବ୍ୟର ଦାସ। କର୍ତ୍ତବ୍ୟ କରିବାକୁ ଯାଇ ଯଦି କିଛି ଭୁଲ କରିଛି, ତାର কোনো କ୍ଷମା ନାହିଁ। ମୁଁ ନାଚାର, କାହିଁକି ନା ଏଠାରେ ମୋର କୌଣସି କର୍ତ୍ତବ୍ୟ ନାହିଁ। ମୋର ପରିବାର ଅଛି, ସେମାନଙ୍କର ଇଚ୍ଛା ପୁଣି ପସନ୍ଦ ଅଛି।
ଡାଡି ଆପଣ ପରା ଶିକ୍ଷା ଦେଇଥିଲେ ବିପଦ ସମୟରେ ଅନ୍ୟକୁ ସାହାଯ୍ୟ କଲେ ଭଗବାନ ସାହାଯ୍ୟ କରନ୍ତି। ଭାଇ ଏ ଚୌଧୁରୀ ବଂଶର ରକ୍ତ ଯଦି ତୁମ ଭେନରେ ସର୍କୁଲେଟ୍ ହେଉଥାନ୍ତା ତାହେଲେ ତୁମେ କେବେ ହେଲେ ଗୋଟେ ବେଶ୍ୟାକୁ ମ୍ୟାରେଜ କରିନଥାନ୍ତ। ତା ଛଡ଼ା ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଗୋଟେ ବାରମନାକୁ ଏ ଚୌଧୁରୀ ବଂଶର ବୋହୂ କରିବା ପାଇଁ ତମେ ସାହସ କରୁଛ କେମିତି? ଶୁଣିଲୁ ତ ମା, ତୋ ମା ଆଉ ଭାଇ ଯେତେବେଳେ କେହି ଚାହୁଁନାହାନ୍ତି ସେତେବେଳେ ମୁଁ କେମିତି ସ୍ୱୀକାର କରିବି? କେହି ସ୍ୱୀକାର ନ କଲେ ବି ଆପଣଙ୍କୁ ସ୍ୱୀକାର କରିବାକୁ ହିଁ ପଡ଼ିବ। ଯୋଉମାନେ ଚାହୁଁନାହାନ୍ତି ଏ ଘର ତାଙ୍କ ଉପରେ ନିର୍ଭର କରେ ନା। এই সুজিত তম নালি আখি দেখি ডরিଯିବନି। যদি বড় ভাই ন হই সান ভাই মনোজ ହେଇଥାନ୍ତା সেই ঝিওକୁ বিবাহ କରି এই ঘরକୁ নেই আসিଥାନ୍তা, তবে কোন তুমি তাকে এই ঘর বাহার করে ଦେଇଥାନ୍ତ? ଏ ସୁଜି ମୁଁ ଦେଖୁଛି କହିବା ସୀମାଟା ତୁ ଟପି ଯାଉଛୁ। ଓହୋ ମା, ତମକୁ ମା ବୋଲି ଡାକିବାକୁ ମୋତେ ଘୃଣା ଲାଗୁଛି। ସୁଜି ଡାଡି, ମୁଁ ଆପଣଙ୍କୁ ସଫା ସଫା କହିଦଉଛି, ଯଦି ବଡ଼ ଭାଇ ଏ ଘରେ ନ ରୁହନ୍ତି ତେବେ ମୁଁ ବି ଏ ଘରେ ରହିବି ନାହିଁ, ଆଉ କାହାରିକି ମୁଁ ଏ ଘରେ ଶାନ୍ତିରେ ମୁଁ ରଖାଇ ଦେବିନି। ଭାଇ ଅଛି ନା ତୁମ ସାନ ଭାଇ ସୁଜିତ, ତମେ ଆଦୌ ବ୍ୟସ୍ତ ହବ। ମୁଁ ଡାଡିକୁ ସଫା ସଫା କହିଦେଇଛି, ଦେଖିବ ଡାଡି କାହା କଥା ରଖୁଛନ୍ତି। ଗୃହକର୍ତ୍ତା ହିସାବରେ କାହାକୁ ସପୋର୍ଟ କରିବା ଏ ଅମରନାଥ ଚୌଧୁରୀର ନୀତି ବିରୁଦ୍ଧ। ସିଏ ଯାହା ଉପଲବ୍ଧ କରିବ ତାହା ହିଁ ଡିସିସନ୍ ନେବ। ତାହେଲେ କୁହନ୍ତୁ ଡାଡି, ଆପଣ କ'ଣ ଗୋଟେ ବେଶ୍ୟାକୁ ଏ କୁଳବଧୂର ମର୍ଯ୍ୟାଦା ଦେବେ? ମନୋଜ, ସୁଜିତ ହେଉଛି ଏ ଘରର ପୁଅ, ସବୁ ପରେ ବି ଏ ଝିଅ ଏ ଘରର କୁଳବଧୂ ହେବାରେ କୌଣସି ଯୋଗ୍ୟତା ହରେଇ ନାହିଁ। ତମେ କ'ଣ କହିବା ପାଇଁ ଚାହୁଁନି, ନିଷ୍ପତ୍ତି ନେଇ ସାରିଛି। ଯେହେତୁ ଗୌତମ ଏ ବଂଶର ବଡ଼ ପୁଅ, ସ୍ୱାତି ମଧ୍ୟ ଏ ବଂଶର ବଡ଼ ବୋହୂ। ଠିକ ଅଛି ଅମରନାଥ ଚୌଧୁରୀ, ଏ ଘରର ଗୃହକର୍ତ୍ତା ହିସାବରେ ତମେ ଭଲ ନିଷ୍ପତ୍ତିଟେ ନେଲ। ମୁଁ ତ ଏ ଘରର କେହି ନୁହେଁ ନା, ମୁଁ ବି ଦେଖିବି କୋଉ ପାଣି କୁଆଡ଼କୁ ଯାଉଛି। ଶୁଣି ରଖନ୍ତୁ ଡାଡି, ଆପଣ ଜାଣି ଶୁଣି ପୁଣି ଗୋଟାଏ ମହାଭାରତକୁ ଆହ୍ୱାନ କଲେ ତେବେ ଅନ୍ଧ ଧୃତରାଷ୍ଟ୍ର ଭଳି ଆଖିରୁ କେବଳ ଲୁହ ଗଡ଼ଉଥିବେ ଲୁହ। ଠିକ ଅଛି, ଦେଖିବା କିଏ କୁଆଡ଼େ ଯାଉଛି। ଆରେ ମା, ଆରେ ପୁଅ, ତୁମେ ମାନେ ମନ ଦୁଃଖ କରନା। ତୁମ ପାଖରେ ଏ ଅମରନାଥ ଚୌଧୁରୀ ଅଛି। ମୁଁ ନିଜେ ବନ୍ଦାପନା କରି ତୁମକୁ ଘରକୁ ନେଇଯିବି। ଆସୁଛି। ଛୁଆ ବାବୁ, ଭାଗ୍ୟ ଯାହା ପାଇଁ ଛାତ ସଉତୁଳି ସାଜିଛି, ଦୈବ ଯାହା ପାଇଁ ଭୋଗରେ ସାଜିଛି, କାନ୍ଦିବା ତା ଛଡ଼ା ତା ପାଖରେ ଆଉ ଅନ୍ୟ କୌଣସି ଉପାୟ ନାହିଁ। ମୋ ପାଇଁ ଏଠି ଲୁହ ଠାରୁ ଲୁହର ଓଜନ ବେଶୀ। ଏଇ ଆଖି ଲୁହକୁ ସାଥୀ କରି ମୁଁ ସାରା ଜୀବନ ବଞ୍ଚିବି। ହେଲେ ଅମାନିଆ ଆଖିଟା ଜମା ଭଲ ମାନୁନି, ସବୁବେଳେ ଅଝଟ ଲୁହ ଗୁଡ଼ାକ ବୋହି ଯାଉଛି। ତୁମେ ସେଥିପାଇଁ ଚିନ୍ତା କରନି, ମୁଁ ସାରା ଜୀବନ ମୋ ଆଖିର ଲୁହକୁ ନେଇ ବଞ୍ଚିଯିବି। ତା ଛଡ଼ା ମୋ ପାଖରେ ଆଉ ଅନ୍ୟ କୌଣସି ଉପାୟ ନାହିଁ। ହେଲେ ତମେ କହିଲ ଝିଅ ବାବୁ, କିଏ ଜାଣିଥିଲା ଏମିତି ହବ? ବର୍ଷା ବେଳେ ମାଟି କଣ ଭାଟି ଯାଏ ସମ୍ପର୍କରେ ପିଲେ ହାଟ ପଡ଼ି ଯାଏ ସେମିତି।
আসেনি একই রকমতি ভাই ভাই রবই একই রকমতি ভাই ভাই রবই স্নেহ দিবসী হুয়ে স্নেহ দিবসী হুয়ে পরি সজা ସ୍ୱାତି ସେ ଶଳାଟାର ହାତ ଧରି ନଦୀ ପାର ହେଇ ଆର ପାରି ଗାଁକୁ ବୋହୁ ହେଇ ଚାଲିଗଲା। ତମେ ଶଳା ଦିଟା କଣ କରୁଥିଲ ବେ? ବିଲକୁଲ ଆଜ୍ଞା ବିଲକୁଲ ଭିଡ଼ କରୁନେ ଦେଖିବାକୁ ସିନା ଭାଲୁ ଭଳିଆ ହେଇଛନ୍ତି ବିଲକୁଲ ଆଜ୍ଞା ବିଲୁଆ ଦିଟା। କାହିଁକି ତୁ ଛଡ଼ାଇବ କିଛି କହିଲୁ? ଏ ଛାର ଟୋକିଟାକୁ ଉଠେଇକି ଆଣିପାରିଲନି କେଡ଼ା କରିଛ? କମ୍ବୁ ପାଣି ସ୍ୱାତି କୂଳରେ ଲାଗିଗଲେ ବି ତା ଜୀବନ ନଈଟାକୁ ମୁଁ ଆହୁରି ଲମ୍ବେଇ ଦେବି ଆଉ ଜୀବନ ସାରା ସେ ନଈରୁ କେବେ ବାହାରି ପାରିବନି। ଆବେ ତମେ ସେ ମନୋଜକୁ ମାଲ ଦେଇଛ ତ? ଆଉ ଆପଣ କହିବା କଥା ମୁଁ ସେ କାମଟା ଠିକ୍ ଠାକ୍ ହେଇଯାଇଛି ବସ୍। ମନୋଜ ବାବୁ କେତେବେଳେ ଆସିବେ? ଆଉ ଏଇ କଥା ବି କହିଛନ୍ତି କାମଟା ଏକବାର ହେଇଗଲା ବୋଲି ଜାଣ। ଆଉ ଆସୁ ଆସୁ କହିବେ ସ୍ୱାତି ଜୀବନକୁ ଜାଳି ପୋଡ଼ି ପାଉଁଶ କରିଦେବା ଦାୟିତ୍ୱ ହେଉଛି ମୋର। Bravo! Bravo, my dear friends! Just like a good challenge! ସ୍ତ୍ରୀ ହତ୍ୟା ଅଭିଯୋଗରେ ବିଚରା ଗୌତମ ଚୌଧୁରୀ ଜେଲ୍ ଭିତରେ ବିବାହର ସ୍ୱପ୍ନ ଦେଖୁଥିବା ସ୍ୱପ୍ନ। ଆଉ ସେଇ ସ୍ୱପ୍ନରେ ବିଭୋର ହେଇ ସ୍ୱାତି ତମ ପାଇଁ ବାସର ସେଜ ତିଆରି କରିବ। No, my friend, impossible. What do you mean? I mean to say, ସ୍କୁଲ ଠାରୁ ଆରମ୍ଭ କରି କଲେଜ କ୍ୟାରିୟର ପର୍ଯ୍ୟନ୍ତ ଆମେ ତା ପାଇଁ ଯୋଉ ଅପଦସ୍ତ ହେଇଛେ, ଯୋଉ ରୂପ ଆଉ ସୌନ୍ଦର୍ଯ୍ୟର ପ୍ରଲୋଭନ ଦେଖେଇ ସେ ସମସ୍ତିଙ୍କର ପ୍ରିୟ ପାତ୍ର, ତାର ସେ ରୂପ ଆଉ ସୌନ୍ଦର୍ଯ୍ୟକୁ ବିଲ୍ ବିଲ୍ କରି ଡଷ୍ଟବିନରେ ଫିଙ୍ଗି ଦବା। ମନୋଜ, ଅତି ଭକ୍ତି ଚୋର ଲକ୍ଷଣ। ଭାଉଜକୁ ଭକ୍ତି ଦେଖେଇ ଭକ୍ତି ସୃଷ୍ଟି କର। ଦେଖିବ ସେ ଭକ୍ତିର ମହାସମୁଦ୍ର ଭିତରେ ସ୍ୱାତି କୂଳ କିନାରା ହରାଇ ବୁଦ୍ଧି ଶିଖିବ। ଅଭିଜିଙ୍କ ବିଚ୍ଛେଦରେ ଭାତୃଦେବ କରିବାର ଦନ। ଶଗୁନି ମହାଶୟ, ମୋର କିଛି କହିବାର ଅଛି। ଶକ୍ତି ମାଇ ଡିୟର ବ୍ରଦର, ମୋ ଡାଇଲଗ ପାଇଁ ଆପଣ ଜମା ଓଡିଂ ହେବା ଆବଶ୍ୟକ ନାହିଁ। ଆପଣ ଯୋଉ ଫିଲ୍ମଟି ସୁଟିଂ କରିବାକୁ ଚାହୁଁଛନ୍ତି ତା ଡେଫିନେଟ ହିଟ୍ ହେବ ହିଟ୍। ସାର୍, ସତରେ ଏଇଟା କଣ ବାଇଆ ହେଇଗଲା ନା କଣ? ଓକେ ଓକେ, ମାଇ ଡିୟର ଆର୍ଟିଷ୍ଟ, ଡାଇରେକ୍ଟର, ପ୍ରଡ୍ୟୁସର, ଏମାନେ ସମସ୍ତେ ଜଣେ ଜଣେ ପାଗଳ। ଶଙ୍କୁନି ମହାଶୟ, ଆପଣ ଯୋଉ ପିକ୍ଚରଟି ସୃଷ୍ଟି କରିବାକୁ ଚାହୁଁଛନ୍ତି ଶଙ୍କୁନିକ ପୋଷାକଟିରେ ପାଣ୍ଡବକୁ ହରାଇ ଦ୍ରୌପଦୀ ବସ୍ତ୍ର ହରଣ ହେବ। ତମ
ତମେ ସମସ୍ତେ ହାରିବ। ନା ମନସ୍ଥା ଲାଇଫରେ କେବେ ହାରିବା ଶିଖିନି। ସେ ଜିତିବ ନିଶ୍ଚୟ। ଭେରି ଗୁଡ୍ ବ୍ରଦର। ମହାଭାରତ ନିଶ୍ଚିତ ହେଇଯିବ ଆଉ ସେକେଣ୍ଡ ଅଫରଟି ତୁମକୁ ହିଁ ଦିଆଯିବ। ଏ ବାବାରେ ତୁ ଅଭ୍ୟାସୀ ବାଜି ବାଲ୍ଟି ଯିବୁ ଆଉ। ଗୁଡ୍ ଭେରି ଗୁଡ୍ ପ୍ରହ୍ଲାଦ। ରୁଦ୍ର ବାବୁ ଏହାର କେଉଁଥିପାଇଁ ପାଗଳ? ମାଇଣ୍ଡେଡ୍ ବ୍ରଦର। ମୁଁ ଆସୁଛି ଗୁଡ୍ ବାଏ। ସାର୍ ଏଇଟା ସତରେ ବାୟା ହେଇଗଲା ଆଉ। ଶକ୍ତି ପ୍ରତି ମାସରେ ରୂପ ବଦଳାଏ। ୱେଟ୍ ୱେଟ୍ ମାଇ ଫ୍ରେଣ୍ଡ ୱେଟ୍। ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଅପେକ୍ଷା କର। ମୁଁ ବ୍ରହ୍ମା ନୁହଁ ଇଏ ବେଷ୍ଟ ଜମ୍ବରୁ ବାଜିବ ମାନେ ତାଣ୍ଡବ ନୃତ୍ୟ ଆରମ୍ଭ ହବ। ଆରେ ବାବା ଏତେ ରାଗ? ହଉ ଠିକ ଅଛି, ଚାଲ ଚାଲ ତମେ ଟିକେ କ୍ଷୀର ପିଇ ଶୋଇଯିବ। ବାସ୍ କାମ ସରିଯିବ। ଆଚ୍ଛା ବାବୁଙ୍କର ତାହେଲେ ଏତେ ଅଭିମାନ, ମୋର ଟିକେ ଆସିବା ଲେଟ୍ ହେଇଗଲା ବୋଲି ଏତେ ଅଭିମାନ। ଆଚ୍ଛା ବାବା ଦେଖ ମୋର ଭୁଲ ହେଇଯାଇଛି, ମୁଁ କାନ ଧରୁଛି, ଆଉ ଏମିତିକା ଭୁଲ କେବେ ହେବ? କ'ଣ ଦେଇ ତମ ଋଣ ପରିଶୋଧ କରିବି କେବଳ ସେଇ କଥା ଭାବୁଛି। ଦେଖ ମୁଁ ମଦର ଟେରେସା ନୁହେଁ ଯେ ତମେ ମତେ ନୋବେଲ ପୁରସ୍କାର ଦବ, ମୋର କିଛି ଦରକାର ନାହିଁ। ସତରେ ସ୍ୱାତି କେତେ ସରଳ ହୃଦୟର ଅଧିକାରୀ ତମେ। ମୋ ପରି ଜଣେ ବାଧ୍ୟ ସନ୍ତାନ ତମକୁ ବା କ'ଣ ଦେଇପାରିବ? ଗୌତମ ତମ ପରି ସ୍ୱାମୀ ପାଇ ମୁଁ ସ୍ୱର୍ଗ ସୁଖ ପାଇଛି, ସତେ? ମୋର ଆଉ କିଛି ବି ଦରକାର ନାହିଁ। ଆରେ ସ୍ୱାତି ମୋତେ ଏକା କରି ମୋ ମା ଚାଲିଗଲା। କୋଠା ବାଡ଼ି ବ୍ୟାଙ୍କ ବାଲାନ୍ସ କ'ଣ ନାହିଁ ଆମର। ସେଥି ଭିତରେ ଅଶାନ୍ତିର ଅମାବାସ୍ୟାଟା ଆମର ଆୟ ପରିବାରର ଜହ୍ନରାତିକୁ ସବୁଦିନ ପାଇଁ ହଜେଇ ଦେଲା। ଅଭାବରେ ଖୋଜିଲେ, ଦୁଃଖରେ କାନ୍ଦିଲେ ମୋ ମା କ'ଣ ଆଉ ଫେରି ଆସିବ? ଗୌତମ ତମେ ଏ ପର୍ଯ୍ୟନ୍ତ ତମ ମାଆଙ୍କୁ ଖୋଜୁଛ? ସେଥିପାଇଁ ତମେ ଜମା ମନ ଦୁଃଖ କରନି। ଏ ସ୍ୱାତି ତମକୁ ମାଆର ମମତା, ଗୋଟେ ଭଉଣୀର ସ୍ତ୍ରୀ, ଗୋଟେ ସ୍ନେହ ଦବ, ଆଉ ଗୋଟେ ସ୍ତ୍ରୀର ସାନ୍ନିଧ୍ୟ ମଧ୍ୟ ଦବ। ତମେ ସେଥିପାଇଁ ଜମା ବି ଚିନ୍ତା କରନି। ସତରେ? हे हो एक पीस छोड़ा ଆରେ ମନୋଜ ଏତେ ରାତି ହେଲାଣି ତମେ କୋଉଠି ଥିଲ? ସତରେ ଭାଉଜ ଏ ଅଧଟିଆ ପୁଅଟାକୁ ତମେ କ୍ଷମା କରିଦେଇଛ, ମୋର କାହିଁ ଜମା ବିଶ୍ୱାସ ହେଉନାହିଁ। ମନୋଜ ତମେ ଯେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ତମେ ଜାଣିଛ ଗୋଟେ ମା ପାଖରେ ତା ପୁଅ ସବୁବେଳେ କ୍ଷମଣୀୟ। ତମେ ଯେତେ ଭୁଲ କଲେ ବି ମୁଁ ତମ ବଡ଼ ଭାଉଜ ହିସାବରେ ସବୁବେଳେ ତମକୁ କ୍ଷମା କରିଦେବି। ନା ମୋର ବିଶ୍ୱାସ ହେଉନାହିଁ। ଭାଇ ତ କିଛି କହୁନାହାନ୍ତି, ତମେ କହିଦେଲେ କ'ଣ ହେଇଯିବ? ଆରେ ତୋ ଭାଉଜ ଯେତେବେଳେ କ୍ଷମା କରିଦେଇଛି ଏ ପରିବାରରେ ସମସ୍ତେ କ୍ଷମା କରିବାକୁ ବାଧ୍ୟ। ହଠାତ୍ ଆଜି ଟାଉନରେ ବୁଲୁ ବୁଲୁ ଏ ଶାଢ଼ୀ ଉପରେ ମୋ ନଜର ପଡ଼ିଗଲା। ଆରେ ବା ମୁଁ ଭାବିଲି ମୋ ଭାଉଜ ପାଇଁ ନେଇଯାଏ। ଦେଖିଲ ଭାଉଜ ଏ ଶାଢ଼ୀଟା କେମିତି ରହୁଛି?
ଭଲ ହେଇଛି ହେଲେ ମନୋଜ ରାତି ଆସି ଅନେକ ହେଲାନି ତମକୁ ଭୋକ ହବନି ଚାଲ ଚାଲ ମୁଁ କନ୍ଦିଟେ ବାଢି ଦେବି ଆରେ ଖାଇଦେବ ଥାଉ ଥାଉ ଭାଉଜ ମୋ ପାଇଁ ଜମା ବ୍ୟସ୍ତ ହେବା ଦରକାର ନାହିଁ ମୁଁ ଟାଉନରେ ଖାଇଦେଇ ଆସୁଛି ହଉ ତାହେଲେ ମୁଁ ଏବେ ଆସୁଛି ସତ କହିଲ ସତୀ এইটা উপরে তোমার সন্দেহ হুଏନି ଗୌତମ ଏ ସମାଜରେ ମଣିଷକୁ ସନ୍ଦେହ କଲେ ବଞ୍ଚି ହବନି ତା ଛଡ଼ା ମନୋଜ ଯେତେ ମାରାତ୍ମକ କାମ କଲେ ବି ମୁଁ ତାଙ୍କ ବଡ଼ ଭାଉଜ ହିସାବରେ ତାଙ୍କୁ ସବୁବେଳେ କ୍ଷମା କରିଦେବି ଏତେ ସରଳ ହୁଏ ଏମିତିକା ଝିଅ କାହା ଭାଗ୍ୟରେ ଥିଲେ ମିଳେ ଠିକ୍ ଅଛି ତମେ ଗଲ ବାହାର ଗେଟ୍ଟା ଦେଇ ଆସିବ ତମେ ଟିକେ ୱେଟ୍ କର ଜଲ୍ଦି ଆଉ ଆସିଲି ଆଉଟସାଇଡ୍ ଗେଟ୍ଟା ବନ୍ଦ କଲି ଜଷ୍ଟ 1 ମିନିଟ୍ ଭାଉଜ 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 ଏ ଶାଢ଼ୀଟା କୋଉଠି ଆସିଲା? ଏ ଶାଢ଼ୀ ମାନେ କଥା କ'ଣ କି ଏ ଶାଢ଼ୀଟା ମନୋଜ ଆଣିଦେଲେ ଭାଉଜ ଏମିତି ସରଳ ବିଶ୍ୱାସ କରି ତମେ ଏଇ ଚୌଧୁରୀ ବଂଶରେ ତିଷ୍ଠି ପାରିବନି ସାନ ଦିଅର ହିସାବରେ ମୁଁ ତମକୁ ଗୋଟେ ଉପଦେଶ ଦଉଛି ହାତେ ମାପି ଚାଖଣ୍ଡେ ଚାଲ ସୁଜିତ ହଁ ଭାଉଜ ଏ ପରିବାର କହିଲେ କେବଳ ଡାଡିଙ୍ଗ ହିଁ ବୁଝାଏ ତା ନହେଲେ କେତେବେଳେ ଯେ ବାରୁଦ ଗଦା ହୋଇ ବିସ୍ଫୋରଣ ହବ ସେ କଥା କିଏ ବା କହିବ ଶାଶୁଙ୍କ କଥା ତମେ ପ୍ରଥମରୁ ହିଁ ଜାଣିଛ ଆଉ ସାନ ଭାଇ ମନୋଜ ସେ ସ୍ୱାର୍ଥ ପାଇଁ ଅମଣିଷ ପାଲଟି ଯିବ ଅମଣିଷ ସୁଜିତ କିନ୍ତୁ ମନୋଜ ତମ ଭାଇ କିନ୍ତୁ ତମେ ଅବିଶ୍ୱାସ କରୁଛି ଯିଏ ଏଇ ଚୌଧୁରୀ ବଂଶର ଶତ୍ରୁ ସେ ମୋର ବି ଶତ୍ରୁ ଆଉ ଦେଖିବ ଭାଉଜ ସେ ଅମଣିଷଟା ପାଇଁ ଏଇ ଚୌଧୁରୀ ବଂଶଟା ଭାଙ୍ଗି ରୁଜି ପୁରା ଚୁରମାର ହେଇଯିବ ସେତେବେଳେ ତମେ ଦୁଃଖ ଯନ୍ତ୍ରଣା ଛଟପଟ ହୋଇ ଆତ୍ମହତ୍ୟା କରିବା ଆତ୍ମହତ୍ୟା ସୁଜିତ ଗୋଟିଏ କଥା ମନେ ରଖ ଭାଉଜ ମଣିଷ ଚିହ୍ନ ଆଉ ମଣିଷ ଚିହ୍ନି ବିଚାର କର ଆସୁଛି ସୁଜିତ हे भगवान ये पुणी की विषम परीक्षा मो पाई मु भी कौन करिबी कि विषम परीक्षा मो पाई प्रभु हे ये पवना भाई तमे सादे हे कि मते बहुत शासन कलनी ये मते सिखेइले सिना म सिखेबी ଖାଲି ଭୁଲ କଲା ଆଉ ସି କାମ କରୁ हां देखाओ ସିଟ୍ ଡାଉନ୍ ମାନେ ବସିବା sit down माने बसिबा हां जानिली ଷ୍ଟାଣ୍ଡ ଅପ୍ ମାନେ ଛିଡ଼ା अच्छा स्टैंड अप माने छिड़ा हबा sit down माने बसिबा स्टैंड अप माने छिया हबा हां माने रहिला ବୁଝିହେଲା हां बुझी गली ଚାଲୁ ଏଥର हां ସିଟ୍ ଡାଉନ୍ ସିଟ୍ ଡାଉନ୍ ଷ୍ଟାଣ୍ଡ ଅପ୍ ସିଟ୍ ଡାଉନ୍ ଷ୍ଟାଣ୍ଡ ଅପ୍ ସିଟ୍ ଡାଉନ୍ ये पवना भाई लो काटो जी କାଟୁଛି
ପା କହୁଛି କୁଆଡେ ଦିଶିବ ଦିଶିବ ଆବେ କଣ ଦିଶିବ ଢିଲା ପିନ୍ଧିଲେ ମୁଁ କୁଆଡେ ମାରୁଆଡି ପରିକା ଦିଶିବି ପିଲା ଜାମା ପିନ୍ଧିଲେ ମାଢୁଆଳି ଭଳି ଦେଖାଯିବ ବୋଲି ଟାଇଟି ପିନ୍ଧି ଆସିଲ ଏ ପବନା ଭାଇ ମୋ ଇଏ ରାଗିଲା କି ଚୁପେ ରାଗିବିନି ୱାଇଫ ମାନେ ସ୍ତ୍ରୀ କରିବି ସେଇ କଥା ଭାବୁଛି ସେଟା ମପସଲି ଭଳିଆ କଣ ହଉଥିବେ କଣ କହିଲା ନାଇଁ କଣ କହିଲା ଏ ପବନା ଭାଇ ଇଏ ମୋ ମାପସଲି ପରିକା ଦେଖା ହଉଛି ନା ତୁ ଗୋଟେ ଫରେନ୍ ଲେଡି ଭଳିଆ ଦେଖାଯାଉଛି ଏ ପବନା ଭାଇ ଇଏ କଣ କଲେ ସେମିତି ଦେଖାଛି କି ଟିକେ କହିଲା କହିବି ହଁ କହିବି କୁହ ନା ହ୍ୟାଲୋ ଫରୁଆ ହଜୁଏ ଏ ସେଇଟା କେମିତି କରନ୍ତି ସେଇଟା କରନ୍ତି ନାହିଁ ଲୋ ଆଉ ଶିଖାନ୍ତି ଏ ବାଃ ଏ ପବନା ଭାଇ ତମେ କଣ ମତେ ଆଜି ଟ୍ୟୁସନ କରିବନି କି ଟିଉସନ ନ କଲେ ଜମିବ କେମିତି କହିଲୁ ଠିକ କଥା ହଁ ଟ୍ୟୁସନ କରିବ ଯେ ହେଲେ ମୁଁ ସଫା ସଫା କହି ଦଉଛି ମୁଁ ଏଇ ଉଠୁ ବସ ହେଇକି ନା ଜମା ଟ୍ୟୁସନ ହେଇପାରିବିନି ତତେ ତ ଯେମିତି କଲେ କାଟୁଛି ଆଉ ଟିଉସନ ତୁ କେମିତି ହବ କହିଲୁ କହିବି ମୁଁ ଭାବିଛି ମୁଁ ଆଜିଠାରୁ ଶୋଇକିରି କରିବି ଛୋଳା ଜମିଲା ରେ ଭାଗ୍ୟରେ ମୋର ଟିକେ ଭଲ କି ମୋଡ଼ି ଦିଅ ପବନା ଭାଇ ଇଏ ତମ ହାତ ମୋ ଦେହରେ ବାଜିଲେ ନା ମୋ ଦେହ ଖାଲି ସିରିସିରି ଶୁଣ ମୁଁ କହୁଛି ତମ ଦେହକୁ ମୋ ଦେହ ଟଚ୍ ହେଇଗଲେ ନା ମୋର ଖାଲି ତଳାଳୁ କୋଣ କୋଣ ହେଇଯାଉ ଖାଲି କଣ ତମର ହଉଛି ଇଏ ମୋର ବି କେତେ କଣ ହଉଛି ତାହେଲେ ଅପେକ୍ଷା କାହିଁକି ଲାଗିଯାଅ ଆଉ ଟିକେ ପାଖକୁ ଆସ ନାହିଁ ତମେ କେତେ ଭଲ ମା ଏଠି କଣ ଚାଲିଛି କିଏ ବେ ଶଳା ହିଟ ସମୟ ଷଣ୍ଢ ପୁରେଇ ଦେଲା ରେ ଓହୋ ତମେ ସିଆଡେ କାଇଁ ପବନା ପବନ ନୁହେଁ ବେ ପବନ କୁମାର କୁହ ପବନ କୁମାର ଫେରି ଯାଅ ବଛ ଏଠାରେ ନାରୀ ମାନଙ୍କର ଉନ୍ନତି ପାଇଁ କୁତୁ ଆଉ କୁଣ୍ଡା କୁଣ୍ଡି ଶିକ୍ଷା ଦିଆଯାଏ You bloody fool! ମୋର ଭୁଲ ହେଇଗଲା ସାର୍ ଏଟା ପୋଲିସ ଷ୍ଟେସନ ନା ତୁମ ଘର ଏମିତି ଭୁଲ କେବେ ହବାନି ସାର୍ ହେଲୋ सर ତୁମକୁ ଚାକିରି ପିତା ଲାଗିଲାଣି नो सर ଗେଟ୍ ଆଉଟ୍ यस सर ସାର୍ ଚାଲିଗଲା ସାର୍ ବେଲୁନ କମ୍ सर मते डाकिले ୟେସ୍ ବର୍ତ୍ତମାନ ଆଜିକାଲିର ପରିସ୍ଥିତି ଦେଖୁଛ ଗାଁ ପରେ ସହର ପରେ ଟାଉନ ପରେ ଖାଲି କମ୍ପ୍ଲେନ୍ ହୋମ୍ ମିନିଷ୍ଟରଙ୍କର ଅର୍ଡର ଅଛି ଆମକୁ ନାଇଟ୍ ଡ୍ୟୁଟି କରିବାକୁ ପଡ଼ିବ କାହିଁକିନା ଚୋରର ହାହାକାର ଅଛି ତ ତମ ଦୁଇ ଜଣକୁ ଆଜି ନାଇଟ୍ ଡ୍ୟୁଟି କରିବାକୁ ପଡ଼ିବ ସାର୍ ओके सर ତ ଦୁଇ ଜଣ ନାଇଟ୍ ଡ୍ୟୁଟି ପାଇଁ ପ୍ରିପେୟାର ହୋଇଯାଅ ସାର୍ ଫଲୋ ମି ଓକେ ସାର୍ ओके ना सनलाइट हैदी सारे कोन कहले सुबिलानी କଣ କହିଲେ ଆମ ଦି ଜଣଙ୍କର ନା ନାଇଟ୍ Night ଡ୍ୟୁଟି duty। ଶୁଣ ବା ଏଥର ନାହିଁ ନାଇଟ୍ ଡ୍ୟୁଟି ଶଳା ଚବି ଗୋଟେ